ଥିଲେ କିନ୍ତୁ ନବୀନ ନିବାସରେ ସିବିଆଇ କ'ଣ ପାଇଁ ପଶିଥିଲା? ମୁଁ ପଚାରିବାକୁ ଚାହୁଁଛି ଯେ ନବୀନ ନିବାସରେ ସିବିଆଇ କ'ଣ ପାଇଁ ପଶିଥିଲା? ସରୋଜ ସାହୁ ସମସ୍ତେ ଜାଣିଛନ୍ତି ସରୋଜ ସାହୁ, କାରଣ ସରୋଜ ଯେଉଁମାନେ ନିର୍ବାଚନ ଲଢ଼ନ୍ତି ବା ସେ ପାର୍ଟିରୁ ଯେଉଁମାନେ ପଇସା ଆଣନ୍ତି ସେ ସରୋଜ ସାହୁ ସମସ୍ତଙ୍କୁ ପଇସା ଦିଏ। ସେ ସରୋଜ ସାହୁକୁ ସିବିଆଇ ଡାକିକି ନେଇଥିଲା ନବୀନ ନିବାସରୁ ଘୋଷାରିକି ନେଇଥିଲା ଏବଂ ତାକୁ ବରଫରେ ବସେଇକି ତାର ଝାଡ଼ା ହେଇଗଲା। ସେ କାହା କାହା ନାଁ କହିଛି ଆପଣମାନେ ତାକୁ ଯାଇକି ପଚାରନ୍ତୁ ନବୀନ ନିବାସରେ ସେ କାହା ନାଁ କହିଛି ଏବଂ ସେ ରେକର୍ଡ଼ ରହିଛି ସିବିଆଇ ପାଖରେ। ଏବଂ ସେଇ କେସ୍ରେ ମଧ୍ୟ ନବୀନ ବାବୁ ଜେରା ହେଇଛନ୍ତି ଦିଲ୍ଲୀରେ, ତାକୁ କୌଣସି ମିଡ଼ିଆ ବାଲାଙ୍କୁ ଦୂରରେ ରଖିକି ସେ ଜେରା ହେଇଥିଲେ ଏବଂ ସେ କେସ୍ ଜୁଡ଼ିକ୍ସନରେ ସିବିଆଇରେ ସେ ଇନକ୍ୱାରିରେ ଅଛି, ଯେତେବେଳେ ଚାହିଁବେ ସେତେବେଳେ ସେ ବାନ୍ଧି ଦେବେ। ତେଣୁ ସିଏ କ'ଣ ଯଦି ପ୍ରଭାତ ତ୍ରିପାଠୀ ଚୋର ହେଲେ ତାହେଲେ ସିଏ କ'ଣ? ତାମାନେ ସିଏ ଡକାୟତ, ନବୀନ ପଟ୍ଟନାୟକ ନିଜେ ଡକାୟତ, ନହେଲେ ଖଣ୍ଟ ହୋଇଥିବ, ନହେଲେ ତା ଘରେ କାହିଁ ସିବିଆଇ ପଶିଥିଲା? ଆଉ ଯେଉଁମାନେ କହୁଛନ୍ତି ଯେଉଁ ପ୍ରତାପ ଜେନାଙ୍କ କଥା କହିଲେ, ପ୍ରତାପ ଜେନା ପରା ଦିଦିଟା ମର୍ଡ଼ର କେସ୍ରେ ଆସାମୀ କେସ୍ ଚାଲିଛି, କେତେ ଥର ଲାଗି କୋର୍ଟକୁ ଦୌଡ଼ୁଛି ସେ, ସେଇମାନେ ଅଛନ୍ତି ସେଇଠି। ଟିକଟ କାହିଁ ଦେଲନି ତାକୁ? ତାହେଲେ କାହିଁ ତାକୁ ଟିକଟ ଦେଲନି? ଯଦି ସେ ଭଲ ଲୋକଟା, ତାକୁ ଟିକଟ କ'ଣ ପାଇଁ ଦେଲନି? ଆଉ ଜଣେ ହେଲା ଅତନୁ, ମୁଁ କହିଦେଉଛି ତା ବିଷୟରେ। ଇଏ ମିଡ୍ ନାଇଟ୍ ଅପରେସନ୍ରେ ଥିଲେ ଅତନୁ, ନବୀନ ପଟ୍ଟନାୟକଙ୍କୁ ବାହାର କରିବା ପାଇଁ। ପରବର୍ତ୍ତୀ ଅବସ୍ଥାରେ ଯାହା ହେଲା ଆପଣମାନେ ଜାଣିଛନ୍ତି। ପ୍ୟାରୀ ମହାପାତ୍ରଙ୍କର ଦେହ ଖରାପ ହେଲା, ଯେଉଁଦିନ ସେ ମେଡ଼ିକାଲ ଗଲେ ବମ୍ବେ, ସେଦିନ ତାଙ୍କର ଲଙ୍ଗସରେ କ୍ୟାନ୍ସର ହୋଇଥିଲା। ସେ ମେଡ଼ିକାଲ ଯାଉଛନ୍ତି, ହଠାତ୍ ଏୟାରପୋର୍ଟରେ ଦେବାଶିଷ ନାୟକ ଦେଖା ହେଇଗଲେ। ଦେବାଶିଷ ନାୟକଙ୍କୁ ହାତ ଧରିକି କହିଲେ ଦେବାଶିଷ ବାବୁ ଆଉ ନବୀନ ପଟ୍ଟନାୟକଙ୍କୁ କହିଦେବ ଗୋଟେ MOU ସାଇନ୍ ହେଇଥିଲା ଏନର୍ଜି ଡିପାର୍ଟମେଣ୍ଟରେ, ସେ ଏନର୍ଜି ମନ୍ତ୍ରୀ ଥିଲା, ଆଉ 350 କୋଟି ଟଙ୍କା ତା ପାଖରେ ଅଛି, ନବୀନକୁ କହିବ ତାଠୁ ମାକି ନେଇଯିବେ। ଦେବାଶିଷ ନାୟକ ଏପର୍ଯ୍ୟନ୍ତ ବଞ୍ଚିଛନ୍ତି। 350 କୋଟି କୁଆଡ଼େ ଗଲା ତାର ଜବାବ ଦିଅନ୍ତୁ ଆଗ ଅତନୁ ସବ୍ୟସାଚୀ ନାୟକ। ସେଇ ଯେଉଁ ପଇସା ମୋର ପଇସା, ଦେବାଶିଷ ନାୟକ ବଞ୍ଚିଛନ୍ତି। ଦେବାଶିଷ ନାୟକ 350 କୋଟି ଟଙ୍କା ଅଛି ଦେବାଶିଷ ନାୟକ ପାଖରେ। ଏକଥା ପ୍ୟାରୀ ବାବୁ କହିଛନ୍ତି, ମୁଁ ନିଜେ କହୁନି, ପ୍ୟାରୀ ବାବୁ ନିଜେ କହିଛନ୍ତି ଏୟାରପୋର୍ଟରେ ଯେଉଁଦିନ ସେ ମେଡ଼ିକାଲ ଗଲେ ଲାଷ୍ଟ, ଆଉ ତାପରେ ଏକଥା ଡେଡ଼୍ ବଡ଼ି ଫେରିଲା, ସେଦିନ ଦେବାଶିଷ ନାୟକ ଦେଖା ହେଲେ ଏୟାରପୋର୍ଟରେ ଏବଂ ଦେବାଶିଷ ନାୟକଙ୍କୁ ଏକଥା ସେ କହିଲେ ଯେ ତା ପାଖରେ 350 କୋଟି ଟଙ୍କା ଅଛି, ନବୀନ ବାବୁକୁ କହିବ ତାଠୁ ନେଇଯିବେ। ଇଏ ହେଲା ସେଇ ଚରିତ୍ରର ଲୋକ ଯିଏ 40,000 ଭୋଟ୍ରେ ହାରିଛି, ଅତନୁ ସବ୍ୟସାଚୀ ନାୟକ। ଏମାନେ କ'ଣ ଏଠି ମାନେ ଦଳରେ ଏମାନେ ଅଛନ୍ତି, ସବୁଯାକ ଚୋର ଦଲାଲ ଖଣ୍ଟ ସବୁଯାକ ସେଠି ଅଛନ୍ତି। ଦଳ ଚଲାଉଛି କିଏ? ଏଇଟା ବହୁତ ବଡ଼ ପ୍ରସଙ୍ଗ, ଚାରିଆଡ଼େ ଚର୍ଚ୍ଚାରେ ଦଳ ଚଲାଉଛି କିଏ? ଆପଣ ସେ କଥା ମିଛ, କାଲି ପ୍ରାୟ ମିଛ କହିଲେ ନବୀନ ବାବୁ। ଦଳ ଚଲେଇବା କଥା କହିଲେନି। ଯେଉଁଟା ୱାକଫ ବୋର୍ଡ଼ର ଯେଉଁ ଥିଲା ଇଲେକ୍ସନ୍, ସେ କଥାଟା କ'ଣ ପାଇଁ ଉଠିଛି? ୱାକଫ ବୋର୍ଡ଼ର ଯେଉଁ ଇଲେକ୍ସନ୍ ହେଉଥିଲା ପାର୍ଲାମେଣ୍ଟରେ ବିଲ୍କି ନେଇକରି, ସେଥିପାଇଁ ତାଙ୍କୁ ଯିଏ ପ୍ରଥମ ଦିନ ନବୀନ ପଟ୍ଟନାୟକ କହିଲେ ଯେ ତାକୁ ବିରୋଧ କରାଯିବ। କାହା ପ୍ରେସରରେ ଏକଥା କଲେ ସେ କଥାଟା ଜଣାପଡ଼ୁନି। ପ୍ରଭାତ ତ୍ରିପାଠୀ ଏବଂ ସିନିୟର ଲୋକମାନେ ତାଙ୍କର ସାଙ୍ଗରେ ଯେଉଁମାନେ ସବୁ ଅଛନ୍ତି, ପ୍ରଫୁଲ୍ଲ ମଲ୍ଲିକ ଅଛନ୍ତି, ଅଶୋକ ପଣ୍ଡା ଅଛନ୍ତି, ଆହୁରି ଅନ୍ୟମାନେ ସବୁ ଅଛନ୍ତି, ସେମାନେ ପଚାରୁଛନ୍ତି ଯେ କିଏ ତାକୁ କହିଲା, ସସ୍ମିତ ପାତ୍ରଙ୍କୁ କିଏ କହିଲା ଯେ ତମେ ବିବେକ ଅନୁଯାୟୀ ଭୋଟ୍ ଦେବ? ଏଟା ତ କେଉଁଠି ସମ୍ବିଧାନରେ ନାହିଁ ବିବେକ ଅନୁଯାୟୀ ଭୋଟ୍ ଦେବାର କଥା। ଭାରତ ବର୍ଷରେ କେଉଁଠି ହେଇନି। ଆଇଦର ତମେ ତାକୁ ଅପୋଜ କରିବ, ନହେଲେ ଭୋଟ୍ ଦେବ, ନହେଲେ ବିରତି ରହିବ। ଏ ତିନିଟା ଛଡ଼ା ତ ଆଉ କିଛି ନାହିଁ। କିନ୍ତୁ ଇଏ କାହା କଥାରେ ଦେଲେ ସେ କଥା ନବୀନ ବାବୁ କାହିଁ କ୍ଲିୟର କରୁନାହାନ୍ତି? କାଲି ନବୀନ ବାବୁ କହିଦେବା କଥା ନାହିଁ, ମୁଁ କହିଦେଇଛି, ମୁଁ କହିଦେବାରୁ ବର୍ତ୍ତମାନ ଦଳର କି ମୁରବୀବିହୀନ ମୁରବୀ ନାହାନ୍ତି କେହି। ମୁରବୀ କ'ଣ ଏଠି ଅଛି? ନବୀନ ପଟ୍ଟନାୟକର ମୁଣ୍ଡ କିଛି କାମ କରୁନି। ଯଦି ନବୀନ ପଟ୍ଟନାୟକ ମୁଣ୍ଡ କାମ କରୁଥାନ୍ତା, ଜଣେ ଲୋକ ସସ୍ପେଣ୍ଡ ହେଇଥିଲେ, ପୁଣି ତାଙ୍କର ୱିଡ୍ର ହେଇଛି, ୱିଡ୍ର ପେପର ଚାରିଆଡ଼େ ବୁଲୁଛି, ସେ କଥା ତାଙ୍କର ମନେ ନାହିଁ। ସେ ଯେଉଁ ଲୋକର ଏକଥା ମନେ ରହୁନି, ତାଙ୍କ ମୁଣ୍ଡ କାମ କରୁଛି ବୋଲି କେମିତି ଆପଣ ଜାଣିବେ? ତେଣୁ ମୁଣ୍ଡ ତାଙ୍କର କାମ କରୁନି, ତୁରନ୍ତ ସେ ରିଜାଇନ୍ କରିକି ଘରେ ଆରାମରେ ରହିଯିବା କଥା। ଆପଣ ଚାହୁଁଛନ୍ତି ନବୀନ ବାବୁ ଇସ୍ତଫା ଦିଅନ୍ତୁ? ଇସ୍ତଫା କାହିଁ ଦେବେ? ସିଏ ତାଙ୍କର ରହିଯାଆନ୍ତୁ। ଯେଉଁ ରିଟାୟାର୍ଡ଼ ରାଜନୀତିରୁ ଯେଉଁ ରିଟାୟାର୍ଡ଼ କରିବା କଥା ସେ ରିଟାୟାର୍ଡ଼ କରି ଯିବା ଉଚିତ ବୟସ ଦୃଷ୍ଟିରୁ, ଆଉ ବୟସ ପରମିଟ୍ କରୁନି। ଯଦି ନବୀନ ବାବୁ ରିଜାଇନ୍ କଲେ କାହାକୁ ଦେଖିବା ବୋଲି ଭାବୁଛନ୍ତି? ରାଜ୍ୟରେ ନେତା ନାହାନ୍ତି।
ବହୁତ ନେତା ଆଗେ ବିଜୁ ବାବୁ ତ କେବେ କାହାକୁ କହିନଥିଲେ ଆସିକି ତାଙ୍କ ପିଲାମାନେ ରାଜନୀତି କରିବେ ବୋଲି। ସେ କହିଲେ ଏଇଥିରୁ ବାହାରିବେ। ତେଣୁ ଏମାନେ ଏଇଥିରୁ ବାହାରିଲେ ନାହିଁ ବୋଲି ସେ ଆସିକି ପଶିଲା ପରେ ଯାହା ଓଡ଼ିଶାର ଅବସ୍ଥା ହେଲା ଆପଣମାନେ ଦେଖୁଛନ୍ତି। ଆଉ କ'ଣ 100 ବର୍ଷ ଓଡ଼ିଶା ତଳକୁ ପଳେଇଲା। 100 ବର୍ଷ ଗୋଟିଏ ଛୁଞ୍ଚି କାରଖାନା ଏମାନେ କରିନାହାନ୍ତି। ସବୁ କାରଖାନା ମାନେ ବନ୍ଦ କରିଦେଲେ। ଗୋଟେ OTM ଥିଲା ଯାହା ବିଜୁ ବାବୁଙ୍କର ସ୍ୱପ୍ନ, ସେ ବନ୍ଦ ହେଇଗଲା। ଏମାନେ ଚାହିଁଥିଲେ ତାକୁ ଚଲେଇ ପାରିନଥାନ୍ତେ, OTMଟାକୁ ନୂଆକରି ତିଆରି କରିପାରିନଥାନ୍ତେ, କପଡ଼ା ବାହାରିଥାନ୍ତା। ଟିଚରମାନଙ୍କର ଲୁଗା ସ୍ଥିତିକି ନେଇ ବାଙ୍କିରେ ଲୋକଙ୍କର କ'ଣ? ବାଙ୍କି ଲୋକ ସବୁବେଳେ ପ୍ରଭାତ ତ୍ରିପାଠୀଙ୍କ ସାଙ୍ଗରେ ଥାଆନ୍ତି। ତାଙ୍କ ନେତା ସିଏ ଅନ୍ୟ କାହା ସାଙ୍ଗରେ ନଥାନ୍ତି। ସିଏ ଯାହା କହିବେ ସେଇଆ ହିଁ ଚାଲେ ସେଠି।